ରାସନ କାର୍ଡ଼ଧାରୀଙ୍କ ପାଇଁ ଖୁସି ଖବର ଆସିଗଲା। ଆଉ କ'ଣ ଖୁସି ଖବର ଆସିଛି ଭିଡ଼ିଓ ମାଧ୍ୟମରେ ସମ୍ପୂର୍ଣ୍ଣ ଜାଣିବା। ଆଉ ଜାଣିବା ପାଇଁ ଭିଡ଼ିଓଟି ଆପଣମାନେ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଯେଉଁ ଭାଇମାନେ ବାହାରେ କି ଭଉଣୀମାନେ ଅଛନ୍ତି ଯଦି ଏପର୍ଯ୍ୟନ୍ତ EKYC କରିନାହାନ୍ତି ସେଇମାନଙ୍କ ପାଇଁ ଖୁସି ଖବର ଆସିଯାଇଛି। ଆଉ ଚାଲନ୍ତୁ ସରକାର କ'ଣ ସୂଚନା ଦେଇଛନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ରାସନ କାର୍ଡ଼ଧାରୀଙ୍କ ପାଇଁ। ଚାଲନ୍ତୁ ସମ୍ପୂର୍ଣ୍ଣ ଏହି ଭିଡ଼ିଓ ମାଧ୍ୟମରେ ଦେଖିବା। ଦେଖନ୍ତୁ, ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଥିବା ହିତାଧିକାରୀମାନଙ୍କ ପାଇଁ ଖୁସି ଖବର। ଏପର୍ଯ୍ୟନ୍ତ EKYC କରାଇ ନଥିବା ହିତାଧିକାରୀମାନେ ଆସନ୍ତା ଡିସେମ୍ବର 31 ସୁଦ୍ଧା ନିକଟସ୍ଥ ଖାଉଟି ସୁଲଭ ମୂଲ୍ୟ ଦୋକାନ ବା ରାସନ କାର୍ଡ଼ ପରିଚାଳନା କେନ୍ଦ୍ରକୁ ଯାଇ ନିଜ ଆଧାରଯୁକ୍ତ EKYC କରାଇ ପାରିବେ। ଆଉ ଏ ସମ୍ପର୍କରେ ଖାଉଟି ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଉ ବହୁତ ବଡ଼ ଖୁସି ଖବର, ଯେଉଁମାନେ ତ ଏପର୍ଯ୍ୟନ୍ତ କରିନାହାନ୍ତି ସେଇମାନଙ୍କ ପାଇଁ ଖୁସି ଖବର ଆସିଯାଇଛି। ଆଉ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସୂଚନା ହିତାଧିକାରୀଙ୍କୁ ଆଧାର ଭିତ୍ତିର EKYC ପ୍ରକ୍ରିୟା ଜାରି ରହିଛି। ଏହି ସମସ୍ତ 11.87 କୋଟି ଖାଉଟି ସୁଲଭ ମୂଲ୍ୟ ଦୋକାନ ତଥା 314 ଗୋଟି ବ୍ଲକ ଓ 64 ଗୋଟି ପୌରାଞ୍ଚଳ କାର୍ଯ୍ୟାଳୟରେ କାର୍ଯ୍ୟରତ ରାସନ କାର୍ଡ଼ ପରିଚାଳନା କେନ୍ଦ୍ରଗୁଡ଼ିକରେ ଜାରି ରହିଛି। ଏହା ବ୍ୟତୀତ ଅବଧି EKYC କରାଇ ନପାରିଥିବା ହିତାଧିକାରୀମାନଙ୍କୁ ପ୍ରତ୍ୟେକ ମାସରେ PDS ସାମଗ୍ରୀ ପୂର୍ବ ଭଳି ପ୍ରଦାନ କରାଯାଇଛି। କୌଣସି ଯୋଗ୍ୟ ହିତାଧିକାରୀଙ୍କୁ EKYC ହୋଇନଥିବା କାରଣରୁ ଖାଦ୍ୟ ସୁରକ୍ଷା ବଞ୍ଚିତ ରହି ନାହିଁ। ଏହି ପ୍ରକ୍ରିୟାରେ ଆସନ୍ତା ଡିସେମ୍ବର 31 ତାରିଖ ପର୍ଯ୍ୟନ୍ତ ରହିଲା। ଆଉ ବହୁତ ବଡ଼ ଖୁସି ଖବର ସରକାର ଦେଇଛନ୍ତି। ଆମ ରାଜ୍ୟ ସରକାର ଖାଉଟି କଲ୍ୟାଣ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏପର୍ଯ୍ୟନ୍ତ ଯେଉଁମାନେ କରିନାହାନ୍ତି ସେଇମାନଙ୍କ ପାଇଁ ଖୁସି ଖବର। ଆଉ ସେଇମାନେ ଡିସେମ୍ବର 31 ଯାଏଁ ମଧ୍ୟ ଟାଇମ୍ ବଢ଼େଇଛନ୍ତି ସରକାର। ଆଉ ସେଇମାନଙ୍କ ପାଇଁ ଖୁସି ଖବର। ଯେଉଁମାନେ ଏପର୍ଯ୍ୟନ୍ତ ଯେଉଁ କହୁଥିଲେ ସରକାର ମାନେ ଚାଉଳ ଯେଉଁମାନେ EKYC କରିନାହାନ୍ତି ସେମାନଙ୍କୁ ମିଳିବ ନାହିଁ, କିନ୍ତୁ ସେମାନଙ୍କୁ ସରକାର ପୁଣି ଚାଉଳ ଦେଇଛନ୍ତି। ଆଉ ବହୁତ ଖୁସି ଖବର, ସେଇମାନେ ଯେଉଁମାନେ EKYC କରିନାହାନ୍ତି ସେଇମାନଙ୍କ ପାଇଁ ଖୁସି ଖବର। ଆଉ ଯେଉଁମାନେ ବାହାରେ କି ଭାଇ ଭଉଣୀ ଯେଉଁ ଅଛନ୍ତି ସେମାନେ ତୁରନ୍ତ ଆସିକି EKYC କରିଦିଅନ୍ତୁ। ଆଉ ଭିଡ଼ିଓଟି ଯଦି ଭଲ ଲାଗିଥାଏ ଗୋଟେ ଲାଇକ୍ କରିଦେବେ, ସବସ୍କ୍ରାଇବ୍ କରିଦେବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।